ରାତି ଦିନ କେତେ ଲିପିଷ୍ଟିକ ଲଗେଇବା, ଏ ସୁନ୍ଦର ଚେହେରାକୁ ଆଉ କେତେ ସୁନ୍ଦର କରିବା। ରୁହ ଭାଇ, କାହିଁ ତ ମମି ଆମ ଶାଶୁମା କୁଆଡେ ଦେଖା ଯାଉନାହାନ୍ତି ତ। ବାପା ତ ବାଲକୋନିରେ ଅଛନ୍ତି, ମମି ତ ରୋଷେଇ ରୁମ ଥିବ ଆଉ। ତମ ବାପା କଣ ସାର୍ଟିଫିକେଟ ଦେଇଥିବେ ଆଉ ନୂଆ ବାଇକ ଧରିଆ। ହଁ ମୋ ବାପା ପୁଣି 60,000 ଦବ। ମକର ତ ପ୍ୟାଣ୍ଟ ସାର୍ଟ ହଲି ଦେଲେନି, ଆଉ 60,000 ଦେବ। ଆଲୋ ମା, ବାପା ପାଇଁ ଟିକେ ଚା ଟିକେ ନେଇ ଆସେ। ସବୁବେଳେ ମତେ ଏକା କହୁଛ, ଯ ମୁଁ ନେଇକି ଆସି। ଓ ମା, ଟିକେ ଜଲ୍ଦି ନେଇକିରି ଆସେ, ବାପା ସିଆଡେ ରାଗିବେ। ହଡ଼ି ତମେ ଖାଲି ପେପର ହିଁ ପଢୁଥାଅ। ହାଲୋ, କଣ ହେଲା ଏମିତି ରାଉ ରାଉ ହଉଛୁ? ଜୁଇ ଆସିକିରି 15 ଦିନ ହେଲାଣି, ତାଙ୍କ ଗାଁକୁ ଯିବା ନା ନାଇଁ ପଚାରୁନ, ତମେ ଖାଲି ପେପର ହିଁ ପଢୁଥାଅ। ଆରେ ମୁଁ କେମିତି ପଚାରିବି? ତମେ ଯାଇକି ଝିଅକୁ ପଚାରୁନ କେବେ ଯିବେ? ସବୁ କଥାରେ ମୁଁ ହିଁ ପଚାରିବି, ତମେ ଭଲ ମୁଁ ଖରାପ। ବାପା ଚାହୁଁନି। ହାଲୋ ମା, ଆସିକିରି ତ ଏତେ ଦିନ ହେଲାଣି, ଗାଁକୁ କେବେ ଯିବ? ମୁଁ କଣ ଜାଣିଛି, ତମେ ଝିଅକୁ ପଚାରୁନ, ମୁଁ ସେ ସବୁ କିଛି ଜାଣିନି। ଦେଖିଲ ନା, ଆମ ଝିଅ ଆମକୁ ହିଁ ଜବାବ ଦଉଛି। ହଉ ସବୁ ଛାଡ ସେ କଥା। ହଁ, ତମ ବେଲାରୀ ଝିଅଟା ତ, ମୁଁ ଏବେ ଯିବି ଜୁଇକୁ ପଚାରିବି। ଆଉ ଜୁଇ ଗାଁ ଆଡେ ଯିବନି? କାହିଁ କଣ ଲାଗି? ନାଇଁ, ଆସି ବହୁତ ଦିନ ହେଲାଣି ତ, ସେଥିପାଇଁ ପଚାରିଲି। କାହିଁ ତମ ଝିଅ ଆମ ଘର ଅଛି, ମୁଁ କଣ କହୁଛି? ଆରେ ସିଏ ପୁରା ବାହା ହେଇକିରି ଯାଇଛି। ଆଉ ମୁଁ କଣ କିନା ବି ଡାକିଛି? No, 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 no.